ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ସେଦିନ ଆମେ ସକାଳୁ ସକାଳୁ ନିତ୍ୟକର୍ମ ସାରି ପହଞ୍ଚି ଯାଇଥିଲୁ କାବେରୀ ନଦୀ କୂଳରେ। କାବେରୀ ନଦୀମାନଙ୍କୁ ଆମ ଭାରତରେ ଏକ ପ୍ରମୁଖ ନଦୀମାନଙ୍କୁ ଆଉ ପବିତ୍ର ନଦୀ ମଧ୍ୟ ମନାଯାଏ, ଆପଣମାନେ ଜାଣିଥିବେ। ଯେହେତୁ ଦକ୍ଷିଣ ଭାରତର ଅଧିକାଂଶ ଜାଗାରେ ଏମିତି ହାତୀମାନଙ୍କୁ ଆପଣ ଦେଖିବେ, ଆଉ ସେଠି ହାତୀମାନଙ୍କୁ ବହୁତ ସମ୍ମାନ ଦିଆଯାଏ ଏବଂ ହାତୀମାନଙ୍କୁ ଏଭଳି ହାତୀମାନେ ସେଠାରେ ଆଳତୀ ମଧ୍ୟ କରୁଥାନ୍ତି। ଏବଂ ଶ୍ରୀ ରଙ୍ଗନାଥ ସ୍ୱାମୀ ଟେମ୍ପଲରେ ଆମେ ଦେଖିଛୁ ହାତୀଟିଏ ସକାଳୁ ଯାଏ ଆଳତୀ ପାଇଁ ମଧ୍ୟ। ଆମେ ସେଦିନ ଦେଖିବାକୁ ପାଇଲୁ, ଯେହେତୁ ମୋ ପାଖରେ ଫୋନ୍ ନଥିଲା ସେତେବେଳେ ମୁଁ ଭିଡ଼ିଓ କରିପାରିଲିନି। ଏବଂ ଜଣକ ପରେ ଜଣେ ଯାଇ ତାଙ୍କ ମାଉନ୍ତ ଯେଉଁ ଥିଲେ ସେଠି ସେମାନେ କହୁଥିଲେ ଯେ ତାଙ୍କ ଶୁଣ୍ଢରେ ପଇସା ଦେଲେ ହାତୀ ଆପଣଙ୍କୁ ଆଶୀର୍ବାଦ କରିବ। ଯେମିତିକି ତା ଶୁଣ୍ଢରେ ପଇସା ଦେଲେ ସେ ମୁଣ୍ଡରେ ଶୁଣ୍ଢ ବାଡ଼ଉଥିଲା ଅନ୍ୟ ଲୋକଙ୍କର। ତ ଗୋଟେ ନୂଆ ଅନୁଭୂତି ଥିଲା। ସମସ୍ତେ ଆମେ ହାତୀଠାରୁ ଆଶୀର୍ବାଦ ଲୋଡ଼ିଥିଲୁ, ଯେହେତୁ କୁହନ୍ତି ଗଣପତି ବାବାଙ୍କର ଏକ ଆଶୀର୍ବାଦ କହିଲେ ହାତୀ ଚଳେ, ଗୋଟେ ରୂପ କହିଲେ ଚଳେ। ତ ସେଠି ବହୁତ ସାରା ଲୋକଙ୍କର ବିଶ୍ୱାସ ଜଡ଼ିତ ରହିଛି। ଏଇ ଐରାବତ ହାତୀଙ୍କୁ ସମସ୍ତେ ଭାରି ଇଏ କରନ୍ତି। ତ ଆମେ ତାପରେ ବାହାରି ଯାଇଥିଲୁ ରଙ୍ଗନାଥ ସ୍ୱାମୀ ଅଭିମୁଖେ। ରଙ୍ଗନାଥ ସ୍ୱାମୀ ମନ୍ଦିରକୁ ଗଲାବେଳେ ଆପଣଙ୍କୁ ଏମିତି ଗୋପୁରମ୍ ଦେଖିବାକୁ ମିଳିବ, ଯେମିତିକି ଗେଟ୍ ଯେଉଁ ତୋରଣ କହିବାକୁ ଗଲେ ତିଆରି ହେଇଛି ବହୁତ ବିଶାଳ ବିଶାଳ। ଏବଂ ଆମେ ତ ଗଲାବେଳେ 2-3ଟିକୁ କ୍ରସ୍ କରିକି ଗଲୁ, କିନ୍ତୁ ମୁଁ ଯେତିକି ଜାଣିଛି 21ଟି ଗୋପୁରମ୍ ଅଛି ଟୋଟାଲ୍ ସେହି ଜାଗାରେ, ସେଇ ମନ୍ଦିରକୁ ଚାରିଆଡ଼େ। ତ ମନ୍ଦିରରେ ପୁରା ଭିଡ଼ ଜମିକି ଥିଲା, ପୁରା ଲମ୍ବା ଲାଇନ୍ ଥିଲା। ଲମ୍ବା ଲାଇନ୍ କ୍ରସ୍ କରିକି ଯାହା ହଉ ଭଗବାନଙ୍କର ଭଲରେ ଭଲରେ ଦର୍ଶନ ହେଇଗଲା। ତ ସେଦିନ ମୁଁ ଆଉ କୌଣସି ବି ଭିଡ଼ିଓ କରିପାରିନି, ଏତିକି ହିଁ ଭିଡ଼ିଓ କରିଥିଲି। ତାପରେ ଆମେ ବାହାରିଥିଲୁ ରାମେଶ୍ୱରମ୍ ଅଭିମୁଖେ। ତ ଦେଖନ୍ତୁ, ମୁଁ ଏବେ ଆପଣଙ୍କୁ ଯେଉଁ ଭିଡ଼ିଓ ଦେଖାଉଛି ତାହା ପାମ୍ବନ ପୋଲ ଅତିକ୍ରମ କରିବା ବେଳେ ସେଇ ସମୟର ଭିଡ଼ିଓ। ଆଉ ଲାଇଟ୍ ହାଉସ୍ ବି ସେଇଠି ଥିଲା। ତ ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ ନୂଆ ଜାଗା ସହିତ।